जय जगन्नाथ सांग मैंने पवित्र रथयात्रार हार्दिक अभिनंदन आ शुभेच्छा। आज पवित्र रथयात्रा आम सकाल सकाल नित्यकर्म सारी बाहरी पड़ू पवित्र तुलसी क्षेत्र केन्द्रापड़ा बलदेवजी मंदिर। तेरे चलतु जीवा ठाकुर को दर्शन करके आसवा। यही सुंदर पाग को ठाकुर जीवा पाखक मजा किसी निरा थाए। जो भक्त मैंने जाइए से माने निजर अनुभूति जानी थे। चलतु जीवा ट्राफिक इश्यू आम ये सर्टकट नहीं जीवु। आम गरापुर बाटे कटिक पलि आसिलु आ 3 माणी बाटे देकी गलुनु। आम प्राय कोर्ट पाखापाखि केन्द्रापड़ा कोर्ट पाखापाखि पहुँची गलु। यहीपट रास्ता देखिए बलदेवजी मंदिर को रास्ता अच्छी पुणा मेडिकल बाटे जावाई रास्ता अच्छी। अन्य बाट अच्छी कि ये फांका हम आउपटे छोटिया रास्ता बहुत जाम लगी थाए से आम ये आसलु। मात्र 5-10 मिनट रास्ता आपड़ देखिपे। ये गोटे गेट सुंदर गेट्टी निर्मित होती पवित्र तुलसी क्षेत्र तुलसी माता गोटे सुंदर गेट्टी होती। मंदिर खूब कम बाट रहा। ये मंदिर प्राचीरी देखा जाउथिबे आपण जानि परथिबे। बाम पट को मंदिर प्राचीरी देखा जाउछि। केते सुंदर लगुच देखो आपको आमर आज पवित्र तुलसी क्षेत्र। ये रथरे 3 महाप्रभु जीवे माउसी माँ मंदिर। ये देखिए पवित्र तुलसी क्षेत्र पाखे भोगराग अन्य सामग्री सब पड़ी। ये कलाहांडिया मेघ अनेक रही प्रभु केत बाहर टे बरसबी। मंदिर मुख्य द्वार यही द्वार देके लोक जीवे पुणी यही द्वार दे आसवे लोक ये जीवे पुणी ये प्रस्थान करेंगे। मंदिर भीतर दीप दीप नगे कथा नगे सामने भोग दुकान अच्छी। एपट साइड सब अन्न प्रसाद भोग दुकान नना मानकर निज निजर डिस्ट्रिक्ट नना सब ये रही। जार जो डिस्ट्रिक्ट जो मैंने आसी था से मैंने कहले नना तांकर जाई भोग करके आनीदेवे। ये देखिए ठाकुर स्नान मंडप प्रभु ये 3 दिन को ये गाधे था। देखिए पाचीर आर पार्श्वे आम रथटी रही। रथ कार्य ए सर रथ कार्यक्रम रथ चलती। चलते आम टे प्रभु को ये नतमस्तक हो।
ଏଇଟା ମନ୍ଦିରର ପଛ ପାର୍ଶ୍ୱ ଦେଖିପାରୁଥିବେ। କିଛି କ୍ଷଣ ହେଲା ଏଇଠି ବର୍ଷା ହେଲା ତ ସେଥିପାଇଁ ଆଉ ଭିଡ଼ କରି ହେଲାନି। ମେଘ ଛାଡ଼ିଲା ପରେ ଭିଡ଼ କରୁଛି। ଏଇଟା ଆନନ୍ଦ ବଜାର। ଏଇଠି ଶ୍ରଦ୍ଧାଳୁ ଭକ୍ତମାନେ ମହାପ୍ରଭୁଙ୍କ ପ୍ରସାଦ ଲାଭ କରନ୍ତି। ଏଇଠି ସାମ୍ନାରେ ସବୁ ଆମର ପ୍ରସାଦ ଥୁଆହେଇଛି। ଆଉ ଆମର ସବୁ ଅନ୍ନ ପ୍ରସାଦ ପିତ୍ତଳ ହାଣ୍ଡିରେ ହିଁ ଏଠି ରୋଷେଇ ହେଇଥାଏ। ଏଠି କୌଣସି ମାଟି ପାତ୍ରରେ ରୋଷେଇ ହେଇନଥାଏ, ସମସ୍ତ ପିତ୍ତଳ ପାତ୍ରରେ ରୋଷେଇ ହେଇଥାଏ। ଏଠି ସାମ୍ନା ଦେଖିପାରିବେ କେତେ ସୁନ୍ଦର ସୁନ୍ଦର ସବୁ ପିଲାମାନଙ୍କ ପାଇଁ ଖେଳନା ଚକି ସବୁ ପଡ଼ିଛି। ଆମେ ଦର୍ଶନ ସାରି ମନ୍ଦିର ବାହାରକୁ ପଳେଇ ଆସିଲୁ। ଏଠି ଭୋଗରାଗ ପାଇଁ ସବୁ ପଡ଼ିଛି। ଆଉ ଚାଲନ୍ତୁ ଶେଷରେ ଟିକେ ଆମେ ରଥ ଚଢ଼ିଯିବା। ମୁଁ ଆଉ ମୋ ସାଙ୍ଗ ଚଢ଼ୁଛୁ। ତାପରେ ମୋ ସାନ ଭାଇ ଚଢ଼ିଲା ରଥ। ସେ କେବେ ଆଜି ଆସିନି, ଆଜି ରଥ ଉପରର ଦୃଶ୍ୟ ଆପଣ ଦେଖିପାରୁଥିବେ କେତେ ସୁନ୍ଦର ଲାଗୁଛି। ଏତେ ଲୋକ ଅଛନ୍ତି ମାନେ ସମ୍ପୂର୍ଣ୍ଣ ଦେଖେଇବନି ରଥ। ଆଉ ଏଠି କ୍ୟାମେରା ବି ଆଲାଉ ନାହିଁ। ବହୁତ କଷ୍ଟରେ କରୁଛୁ ଲୁଚେଇକି। ଏଠି ସାମ୍ନାରେ ଦେଖିପାରୁଥିବେ ପବିତ୍ର ତୁଳସୀ କ୍ଷେତ୍ର ଦେଖାଯାଉଛି। କେତେ କାଠ ଖଞ୍ଜା ହେଇଛି ନା। ଆମେ ଏବେ ମହାପ୍ରଭୁଙ୍କୁ ଦର୍ଶନ କରିସାରି ରଥର ଚାରିପାଖେ ବୁଲି ସାରି ଆମେ ଏବେ ବାହାରିଲୁ ମାଉସୀ ମା ମନ୍ଦିର ଟିକେ ବୁଲିଯିବା ପାଇଁ। ଯଦି ଆମେ ମହାପ୍ରଭୁଙ୍କୁ ଦେଖିବା ପାଇଁ ଆସିଛୁ କାହିଁକି ତାହେଲେ ମାଉସୀ ମା ମନ୍ଦିର ଟିକେ ନ ଯିବା। ଚାଲନ୍ତୁ ତେବେ ମାଉସୀ ମା ମନ୍ଦିର ଟିକେ ଯିବା। ଆପଣ ଏଇ ଯେଉଁ ରାସ୍ତା ସମ୍ମୁଖରେ ଦେଖିପାରୁଥିବେ, ଏଇ ରାସ୍ତାରେ ହିଁ ଆମର ରଥ ଯିବ। ଏଇ ରାସ୍ତାରେ ହିଁ ଲୋକମାନେ ଶ୍ରଦ୍ଧାଳୁ ଭକ୍ତମାନେ ଚତୁର୍ଧାମରୁ ଟିକେ ଟାଣିକି ନେଇକି ଯିବେ। ଏଇ ସାମ୍ନାରେ ଦେଖିପାରୁଥିବେ, ଦେଖାଯାଉଥିବା ଆପଣଙ୍କର ଗୁଣ୍ଡିଚା ମନ୍ଦିର। ଏଇ ଯେଉଁ ଝୋଟିଟି ଅଙ୍କା ଯାଉଛି ସେଇଠି ଆସିକି ଆମର ରଥ ରହିବ। ଏଠି ସାମ୍ନାରେ ଦେଖିପାରୁଥିବେ। ଆଜି ଏଠି ଜନସଂଖ୍ୟା କମ୍ ଅଛି। କାଲି ଏଠି ରଥ ରହିସାରିଲା ପରେ ପ୍ରଚୁର ଭିଡ଼ ହୋଇଥାଏ। ଯେହେତୁ ଏଠି ଆପଣଙ୍କର ପୁରୀରେ ସାନ ଭାଇ ଜଗନ୍ନାଥ ଏବଂ କେନ୍ଦ୍ରାପଡ଼ାରେ ବଡ଼ ଭାଇ ବଳଭଦ୍ର ଠାକୁର ପୂଜା ପାଇଥାନ୍ତି, ସେଥିପାଇଁ ଏଠି କାଲି ବହୁତ ଭିଡ଼ ହୋଇଥାଏ। ଆଉ ଏଇ ସମ୍ମୁଖରେ ମନ୍ଦିର ସମ୍ମୁଖରେ ଏଠି ରଥ ରହିବ 7 ଦିନ ପର୍ଯ୍ୟନ୍ତ। ଇଏ ଥିଲା ଆଜିର ଭିଡ଼ିଓ। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ। ଆଉ ରଥ ଆଜି ସବୁ ସାଜସଜ୍ଜାରେ ଲାଗିଛି। କାଲି ଟଣା ହେବ। ଆଜି ଟିକେ ଟାଣିକି ଛାଡ଼ିଦେବେ, କାଲି ଟଣା ହେବ। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ। ରହିଲି। ଜୟ ଜଗନ୍ନାଥ, ଜୟ ବଳଦେବ ଜୀଉ।